ସାଙ୍ଗମାନେ ଲୋକଟି ଆଗରେ ଗୋଟେ ନମ୍ବର ଲଗେଇ ଦଉଛି ଆଉ କହୁଛି ତମ ଭିତରୁ ଯିଏ କହିଦବ ଆଗରେ କେତେ ନମ୍ବର ଲେଖା ହେଇଛି ସେ 1000 ଟଙ୍କା ଜିତିଯିବ। ଆଉ ତାଙ୍କ ଭିତରୁ ଗୋଟିଏ ଲୋକ କହୁଛି ଆଗରେ 3 ନମ୍ବର ଅଛି। ଆଉ ଠିକ ସେଇ ଟାଇମରେ ସେ ବାକ୍ସ ଭିତରୁ ଗୋଟେ ପିଲା ବାହାରିକି 3 ନମ୍ବର ଜାଗାରେ 5 ନମ୍ବର ମାରି ଦଉଛି। ଆଉ ସେ ଲୋକଟି କହୁଛି ଆରେ ଭାଇ ସତରେ ତ 3 ନମ୍ବର, ନହେଲେ ଆଉ ପଛରେ କହିବୁନି। ଆରେ ଭାଇ ହଁ ହଁ 3 ନମ୍ବର ଲେଖା ହେଇଛି ଦେଖେ। ଆଉ ସେ ଲୋକଟି ଯେତେବେଳେ ଦେଖୁଛି ଆଗରେ 5 ନମ୍ବର ଲେଖା ହେଇଛି, ଆଉ ସେ ଲୋକଟି ଦେଖି ପୁରା ଆଶ୍ଚର୍ଯ୍ୟ ହେଇଯାଉଛି। ଆଉ ଗେମ୍ ଟିକୁ ହାରି ଯାଉଛି ଆଉ 500 ଟଙ୍କା ଦେଇ ଦଉଛି। ଆଉ ସେ ଲୋକମାନେ କହୁଛନ୍ତି ଶଳା କିଛି ଗଡବଡ କରୁନୁ ତ, ଆଗକୁ ଯାଇ ଦେଖିଲେ ଠିକ ଜଣା ପଡିବ। ଆଉ ସେ ଲୋକମାନେ ଯେତେବେଳେ ଆଗକୁ ଯାଇ ଦେଖୁଛନ୍ତି ଆଗରେ ଗୋଟେ ପିଲା ବସିଛି, ଆଉ ସେ ଲୋକମାନେ କହୁଛନ୍ତି ଶଳା ଏଇଟାକୁ ବସେଇକି ସବୁ ନମ୍ବର ଚେଞ୍ଜ କରିଦଉଛୁ, ଆହୁରି କହୁଛୁ ଆଗରେ କେହି ନାହାନ୍ତି ବୋଲି। ଆରେ ଭାଇ ନାହିଁ ସେଟା ମଣିଷ ନୁହଁ ଷ୍ଟାଚୁଟା। ଆରେ ତା ଷ୍ଟାଚୁ ନୁହଁ ବେ, ତା ହାତ ଦେଖିଲୁ କେମିତି ମଣିଷ ଭଳି ହଲୁଛି। ଆଉ ସେ ଲୋକଟି କହୁଛି ଆରେ ଭାଇ ଯଦି ଆଉ ଥରେ ଖେଳିବାର ଇଚ୍ଛା ଅଛି ତାହେଲେ ଖେଳ, ନହେଲେ ଯା ଏଠୁ। ଆଉ ସେ ଲୋକମାନେ ପୁଣି ଥରେ ମୁହଁକୁ ପଛକୁ ବୁଲେଇ ଦଉଛନ୍ତି ଆଉ ଏ ଲୋକଟି ନମ୍ବରକୁ ଚେଞ୍ଜ କରିଦଉଛି। ଆଉ ସେ ଲୋକଟି କହୁଛି ଏପାଳି କୁହ କେତେ ନମ୍ବର ଅଛି। ଆଉ ସେ ଲୋକମାନେ କହୁଛନ୍ତି ଆରେ ଭାଇ 9 ନମ୍ବର ଅଛି ଏପାଳି। ଆଉ ଠିକ ସେଇ ଟାଇମରେ ସେ ପିଲାଟି ଭିତରୁ ଯେତେବେଳେ ଆସିକି ନମ୍ବରକୁ ଚେଞ୍ଜ କରିବାକୁ ଲାଗୁଛି, ଠିକ ସେଇ ଟାଇମରେ ଗୋଟେ ସାପ ଆସିକି ତା କତିରେ ପହଞ୍ଚି ଯାଉଛି। ଆଉ ସେ ପିଲାଟି ସାପକୁ ଦେଖିକି ଡରିକି ଚିଲେଇ ଦଉଛି ଆଉ ଧରା ପଡି ଯାଉଛି। ଆଉ ସେ ଲୋକମାନେ ଏଇ 2 ଜଣଙ୍କୁ ଧରି ନେଇକି ନିର୍ଧୁମ ଛେଚୁଛନ୍ତି। ସାଙ୍ଗମାନେ ଭିଡିଓଟି ଯଦି ଓଡିଶାରୁ ଦେଖୁଛନ୍ତି ତାହେଲେ ଗୋଟେ ଲାଇକ୍ କରିକି ଯାଆନ୍ତୁ।